ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଜୋର ଧରିଛି ବିଜେଡି ପ୍ରାର୍ଥୀଙ୍କ ପ୍ରଚାର। ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଳବ ପାତ୍ର ନିଜ ସମର୍ଥକ ମାନଙ୍କ ସହ ମିଶି କୁକୁଡାଖଣ୍ଡି ବ୍ଲକର ଆଙ୍କୁଶପୁର ପଞ୍ଚାୟତର ଆଙ୍କୁଶପୁର, ରାଇଜୋଳ, ରତ୍ନପୁର ଆଦି ଗ୍ରାମକୁ ଗସ୍ତ କରି ନିର୍ବାଚନୀ ପ୍ରଚାର ଜୋରଦାର କରିଛନ୍ତି। ଆଜି ଅପରାହ୍ନ ସମୟରେ ଶ୍ରୀ ପାତ୍ର ଆଙ୍କୁଶପୁର ପଞ୍ଚାୟତରେ ପହଞ୍ଚିବା ପରେ ଦଳୀୟ କର୍ମୀ ଓ ଗ୍ରାମବାସୀ ମାନଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଏକ ବିରାଟ ପଟୁଆରରେ ବାହାରି ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ। ନବୀନ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଲୋକଙ୍କୁ ବୁଝାଇବା ସହ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ ପଚାରି ବୁଝିଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ବିପ୍ଳବ କୁମାର ପାତ୍ରଙ୍କ ସହ କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ସ୍ଥାନୀୟ ସରପଞ୍ଚ ମୁରଲୀଧର ସେଠୀ, ମିଶ୍ରବ୍ୟା ସୁନିତା ସେଠୀ, କୈଳାସ ବିଷୋଇ, ବ୍ଲକ ବରିଷ୍ଠ ବିଜେଡି ନେତା ଉଦୟ ବେହେରା, ବ୍ଲକ ବିଜେଡି ଯୁବ ସଭାପତି ସଞ୍ଜୟ ସାହୁ, ସୁରେଶ ସେଠୀଙ୍କ ସହ ସ୍ଥାନୀୟ ଅଞ୍ଚଳର ଶତାଧିକ ବିଜେଡି କର୍ମୀ ଓ ଜନସାଧାରଣ ଉପସ୍ଥିତ ରହିଥିଲେ। ବ୍ରହ୍ମପୁରରୁ ଇପିଲି ପୂର୍ଣ୍ଣଚନ୍ଦ୍ରଙ୍କ ରିପୋର୍ଟ, ନ୍ୟୁଜ୍ 10 ଓଡ଼ିଶା।